ବନ୍ଧୁଗଣ, ଏହି ଭିଡ଼ିଓରେ ଯାହା ବି କୁହାଯାଉଛି ତାହା ପୁରା ସତ ଘଟଣାରେ ଆଧାରିତ ଅଟେ। ଏହା କୌଣସି ବହିରୁ ସଂଗ୍ରହିତ କରାଯାଇ ନାହିଁ। ଯଦି ନିଜକୁ ହିନ୍ଦୁ କହୁଛ ତ ଏହି ଭିଡ଼ିଓକୁ ଦୟାପୂର୍ବକ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହିନ୍ଦୁ ମାନେ କ'ଣ? ହିନ୍ଦୁ ଗୋଟିଏ ଧର୍ମ। ଆମ ଦୁନିଆରେ ତ ବହୁତ ପ୍ରକାରର ଧର୍ମ ଅଛି। ଖାଲି ଆମ ହିନ୍ଦୁ ଧର୍ମ କାହିଁକି ମଜାକ ବନିଯାଉଛି? ଆମ ଏ ଗୋଟିଏ ଧର୍ମକୁ ଛାଡ଼ି ଏ ଦୁନିଆର ପ୍ରତ୍ୟେକ ଧର୍ମର ଲୋକ ନିଜର ଧର୍ମକୁ ନିଜର ଜୀବନ ମାନନ୍ତି। କିନ୍ତୁ ଆମେ କ'ଣ କରୁଛୁ? ନିଜ ଧର୍ମକୁ ଟଙ୍କାରେ ବିକ୍ରି କରିଦେଉଛୁ। କିଏ ସୋସିଆଲ ମିଡ଼ିଆରେ ଭଗବାନଙ୍କ ଗୀତର ମଜାକ କରୁଛି ତ କିଏ ଭଗବାନଙ୍କ ନାମରେ ମଜାକ କରୁଛି। ବହୁତ ଗୁଡ଼ାଏ ଏମିତି ଭିଡ଼ିଓ ଅଛି କି ଯାହା ଭଗବାନଙ୍କ ବିରୋଧରେ ଅଟେ। କିନ୍ତୁ ଆମେ କ'ଣ କରୁ? ସେହି ଭିଡ଼ିଓକୁ ଦେଖି ତାଲି ମାରି ଖୁସି ହୋଇଯାଉ। କିଛି ଟଙ୍କା ପାଇଁ ଏଠି ଲୋକ ଭଗବାନଙ୍କୁ ତାଙ୍କ ନାମକୁ ଖରାପ ବ୍ୟବହାର କରୁଛନ୍ତି ଏବଂ ନିଜକୁ ସେହିମାନେ ହିଁ ହିନ୍ଦୁ କହନ୍ତି। ଏବେ ତ ଯେକୌଣସି ମନ୍ଦିରକୁ ଯିବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି। ତାଙ୍କ ଚନ୍ଦନ ମାଖିବା ପାଇଁ ଦକ୍ଷିଣା ନାମରେ ଟଙ୍କା ଦେବାକୁ ପଡ଼ୁଛି ଏବଂ ସେହି ଟଙ୍କା ଦିଆ ଚନ୍ଦନ ମାଖି ଆମେ ନିଜକୁ ହିନ୍ଦୁ କହୁ। ଆମ ହିନ୍ଦୁ ଧର୍ମରେ ଗୋମାତାକୁ ଦେବୀ ମାର କିମ୍ବା ମାତାର ଦର୍ଜା ଦିଆଯାଇଛି। ତାଙ୍କ ଶରୀରର ପ୍ରତ୍ୟେକ ଅଙ୍ଗରେ ଗୋଟିଏ ଗୋଟିଏ ଦେବୀ ଦେବତା ବାସ କରନ୍ତି। କିନ୍ତୁ କେତୋଟି ଆମ ହିନ୍ଦୁ ଧର୍ମର ଜ୍ଞାନୀ ବିଦ୍ୱାନ ମାନେ କହନ୍ତି ଯଦି ଗୋମାତାକୁ ମାତା କହିବା ତ ଷଣ୍ଢ ବଳଦକୁ ବାପା କହିବା। ଏ ହେଉଛନ୍ତି ହିନ୍ଦୁ ଧର୍ମର ଧାର୍ମିକ ବ୍ୟକ୍ତି। ଏବେ ତ ଯାତ୍ରା ପାର୍ଟି, ନାଟକ, କୀର୍ତ୍ତନ, କମେଡ଼ି ଭିଡ଼ିଓ ଏବଂ ମୁଭିରେ ବି ଏହା ଦେଖିବାକୁ ମିଳୁଛି କି କିଏ ଭଗବାନଙ୍କ ନାଁରେ କ'ଣ କହୁଛି ତ କିଏ ତାଙ୍କ ଗୀତ ନାଚକୁ ବଦଳାଇ ନିଜ ହିସାବରେ ନାଚୁଛି, ଗାଉଛି। କିଏ କମେଡ଼ିରେ ଭଗବାନଙ୍କୁ ମଜାକ ବନାଉଛି ଏବଂ ଫିଲ୍ମର କଥା ତ ନ କହିବା ଭଲ। ଏବଂ ସେହିମାନେ ନିଜକୁ ବଡ଼ ସେଲିବ୍ରିଟି କହି ନିଜକୁ ବହୁତ ବଡ଼ ହିନ୍ଦୁ ଧର୍ମର ଧାର୍ମିକ ବ୍ୟକ୍ତି କହନ୍ତି। ଏଠି ପ୍ରତ୍ୟେକ ଦିନ ଇନଷ୍ଟା, ୟୁଟ୍ୟୁବରେ ଗୋଟିଏ ଗୋଟିଏ ରିଲ୍ସ ଭିଡ଼ିଓ ଏମିତି ଦେଖିବାକୁ ମିଳୁଛି ଯାହାକି କିଛି ଭ୍ୟୁ କିମ୍ବା ଟଙ୍କା ପାଇଁ ନିଜର ଧର୍ମକୁ ମଜାକ ବନାଯାଉଛି। କିଏ ତାଙ୍କ ଭଜନକୁ ନାମକୁ ଅଶ୍ଳୀଳ ଭାଷାରେ ଗାଉଛି ତ କିଏ ତାଙ୍କ ଫଟୋ ମୂର୍ତ୍ତିକୁ ଧରି ଭିକ୍ଷା ମାଗୁଛି ତ କିଏ ତାଙ୍କ ନାମରେ ବନିଥିବା କପଡ଼ାକୁ ପିନ୍ଧି ପ୍ରବଚନ ଦେଇ ଲ୍ୟାଟ୍ରିନ୍ ବାଥରୁମ୍ ଯାଉଛି ଏବଂ ସେହି କପଡ଼ା ଫାଟିଗଲେ ରାସ୍ତା କଡ଼ରେ ଫିଙ୍ଗି ଦେଉଛି। ଏହା ହେଉଛି ଆମ ହିନ୍ଦୁ ଧର୍ମ। ୱା! ଏଠି ଲୋକ ଟିକିଏ ମଥାରେ ଚନ୍ଦନ ବୋଲି ବେକରେ ତୁଳସୀ ମାଲା ପିନ୍ଧି ନିଜକୁ ଧାର୍ମିକ କହୁଛନ୍ତି। କିନ୍ତୁ ଯେତେବେଳେ ଘରକୁ ଯାଉଛନ୍ତି ବୃଦ୍ଧ ପିତା ମାତାଙ୍କୁ କଷ୍ଟ ଦେଇ ନିର୍ଯାତନା କରୁଛନ୍ତି ଏବଂ ସେ ଲୋକଙ୍କ ଆଗରେ ଧାର୍ମିକ ବନୁଛନ୍ତି। ଭାଇ, ମନ୍ଦିରରେ ଲକ୍ଷେ ନଡ଼ିଆ, 1 କୋଟି ଅଗରବତୀ, 1000 ଦୀପ ଲଗାଇଲେ ବି କିଛି ଲାଭ ହେବ ନାହିଁ ଯଦି ନିଜ ମନରେ ଦୟା, ଧର୍ମ, ଶାନ୍ତି, ପ୍ରେମ ଏବଂ ନିଜର ମାତା ପିତାଙ୍କୁ ଖୁସିରେ ନ ରଖିଲେ। ଖାଲି ଏଠି ନିଜକୁ ହିନ୍ଦୁ କହିଲେ ହେବ ନାହିଁ କି ମନ୍ଦିର ଯାଇ ପୂଜା ପାଠ କଲେ ହେବ ନାହିଁ। ଏବେ ବି ସମୟ ଅଛି। ଯଦି ନିଜର ହିନ୍ଦୁତ୍ୱ ବଞ୍ଚାଇବାକୁ ଚାହୁଁଛ ତ ନିଜ ପିଲା ଛୁଆଙ୍କୁ ଭଲ ଉପଦେଶ ଦିଅ, ବଡ଼ ପ୍ରତି ସମ୍ମାନ କରିବା ଶିଖାଅ। ତାଙ୍କ ହାତରୁ ମୋବାଇଲ ନାମକ ଯନ୍ତ୍ରକୁ ଛଡ଼ାଇ ଜୀବନକୁ ପରିବର୍ତ୍ତନ କରୁଥିବା ଯନ୍ତ୍ର ଦିଅ ଯାହାକି ଗୀତା, ଭାଗବତ, ରାମାୟଣ, ପୁରାଣ ଅଟେ। ନିଜର ପିଲା ଛୁଆଙ୍କୁ ବୁଦ୍ଧି ବିଦ୍ୟା ସହିତ ଜୀବନରେ କ'ଣ ଠିକ୍ କ'ଣ ଭୁଲ ଶିକ୍ଷା ଦିଅ। ମୋ ମନରେ ଘରର ଗୋଟିଏ ବ୍ୟକ୍ତି ଧାର୍ମିକ ହୋଇଯାଏ ତ ଧୀରେ ଧୀରେ ଘରର ପ୍ରତ୍ୟେକ ବ୍ୟକ୍ତି ଧାର୍ମିକ ବନିଯାଏ। ସେମିତି ଆମେ ଯଦି ଆମର ଗୋଟିଏ ପିଢ଼ିକୁ କିମ୍ବା ଆମର ଆସୁଥିବା ଗୋଟିଏ ଜେନେରେସନ୍କୁ ସୁଧାରିବା ତ ଆଗକୁ ଆସିବାକୁ ଯାଉଥିବା ପ୍ରତ୍ୟେକ ଜେନେରେସନ୍ ସୁଧରିଯିବେ। ଏବଂ ଜେନେରେସନ୍କୁ ସୁଧାରିବା ପୂର୍ବରୁ ପ୍ରଥମେ ନିଜକୁ ସୁଧରାନ୍ତୁ। ଯଦି ନିଜକୁ ପ୍ରତ୍ୟେକ ବ୍ୟକ୍ତି ନିଜକୁ ସୁଧାରିବେ କିମ୍ବା ଏମିତି ଧର୍ମକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ଯଦି ବିରୋଧ କରିବେ ତ ଆପେ ଆପେ ସବୁ ବଦଳିଯିବେ। କିନ୍ତୁ ଗୋଟିଏ କଥା, ବିରୋଧ ନ କରି ନିଜ ଆସିବା ଜେନେରେସନ୍କୁ ଭଲ ଶିକ୍ଷା ଦିଅନ୍ତୁ। ନିଜ ଧର୍ମ କ'ଣ ଭଲ ଭାବେ ବୁଝାନ୍ତୁ। ଦେଖିବେ ଆମ ଧର୍ମ ବି ମଜାକ ନୁହେଁ, ମହାନ ବନିଯିବ। ବନ୍ଧୁଗଣ, ନିଜକୁ ସଚ୍ଚା ହିନ୍ଦୁ କହୁଥିବା ବ୍ୟକ୍ତି କେତେବେଳେ ବି ନିଜର ଧର୍ମ ବିଷୟରେ ଖରାପ ଚିନ୍ତା କରିପାରେ ନାହିଁ କି ଖରାପ କଥା ଶୁଣିପାରେ ନାହିଁ ଏବଂ ସେହି ସ୍ଥାନରେ ନିଜକୁ ହିନ୍ଦୁ ମାନୁଥିବା ବ୍ୟକ୍ତି ସେହି ସବୁ କଥା ଶୁଣି ଆରାମରେ ଖାଇ ପିଇ ଶୋଇଯାଏ। କାହିଁକିନା ମାନିବା ଏବଂ କହିବାରେ ବହୁତ ଫରକ ଥାଏ। ତ ଚାଲ ନିଜକୁ ବଦଳାଅ। ବନ୍ଧୁଗଣ, ଯଦି ଏ ଭିଡ଼ିଓରେ ବହୁତ ଗୁଡ଼ାଏ ଭଲ ପାଇବା ମିଳିବ ତ ଆଗକୁ ଗୋଟିଏ ଭଲ ସୁନ୍ଦର ଭିଡ଼ିଓଟି ଆଣିବି ଏହି ଆମ ହିନ୍ଦୁ ଧର୍ମକୁ ନେଇ। ସେଥିପାଇଁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ବହୁତ ଗୁଡ଼ାଏ ଭଲ ପାଇବା ଦିଅନ୍ତୁ
ଏବଂ ଭିଡ଼ିଓକୁ ଗୋଟିଏ ସେୟାର କରନ୍ତୁ ଏବଂ ଏହି ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।